ଗ୍ରହ ଆପଣଙ୍କର ପରୀକ୍ଷା ନିଏ, କିନ୍ତୁ ଆଶୀର୍ବାଦ ଦେଇଥାନ୍ତି ଭଗବାନ। ନମସ୍କାର ବନ୍ଧୁଗଣ, ମୁଁ ସାଗର, କଳାକାର ସାଗର ସଙ୍ଗମ ଆଷ୍ଟ୍ରୋଲୋଜି ଜ୍ୟୋତିଷ ଜ୍ଞାନ ଆଣ୍ଡ କର୍ମ ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ ଜଣାଉଛି। ଆଜି ଆମେ ଜାଣିବା ବୃଷ ରାଶି ପାଇଁ ଏହି ମାର୍ଚ୍ଚ ମାସ 2026 ମସିହା କିପରି ରହିବ, ଗ୍ରହମାନଙ୍କର ସ୍ଥିତି କ'ଣ ରହିଛି, ନବଗ୍ରହମାନେ କି ଫଳ ଦେବେ, ସବୁକିଛି ଶିକ୍ଷା, ସ୍ୱାସ୍ଥ୍ୟ, ଲଭ୍ ରିଲେସନ୍, ମ୍ୟାରେଡ୍ ଲାଇଫ୍, ଫାଇନାନ୍ସ, ଜବ୍ ଅର୍ ପ୍ରଫେସନ୍ ଏବଂ ବିଜନେସ୍ ବିଷୟରେ ଡିଟେଲ୍ସରେ ଆଲୋଚନା କରିବା। ଆସନ୍ତୁ ଗ୍ରହ ଗୋଚରୀୟ ସ୍ଥିତି ଉପରେ ସର୍ବପ୍ରଥମେ ନଜର ପକାଇବା। ଆପଣଙ୍କର ରାଶିରୁ ଦ୍ୱିତୀୟରେ ବୃହସ୍ପତି, ଏକାଦଶରେ ଶନି ଅଛନ୍ତି। ମାର୍ଚ୍ଚ ମାସ 2 ତାରିଖ ଠାରୁ ଶୁକ୍ର ମଧ୍ୟ ଶନିଙ୍କ ସହିତ ରହିବେ ଏକାଦଶରେ। ଦଶମରେ ରାହୁ, ମଙ୍ଗଳ, ବୁଧ ଏବଂ ରବି ଅବସ୍ଥାନ କରିଛନ୍ତି। ଚତୁର୍ଥରେ କେତୁ ଅବସ୍ଥାନ କରିଛନ୍ତି। ସର୍ବପ୍ରଥମେ ଆଲୋଚନା କରିବା ଆପଣଙ୍କର ସ୍ୱାସ୍ଥ୍ୟ କିପରି ରହିବ ଏହି ମାର୍ଚ୍ଚ ମାସରେ। ରାଶିଚକ୍ରର ଦ୍ୱିତୀୟ ରାଶି ହେଲା ବୃଷ ରାଶି। ରାଶ୍ୟାଧିପତି ହେଲେ ନିଜେ ଶୁକ୍ର। ଲଗ୍ନ ଭାବ ଆମର ଶରୀର, ଫାର୍ଷ୍ଟ ହାଉସ୍ ଆମ ଇମ୍ୟୁନିଟିର ଭାବ। ଶୁକ୍ର ହେଉଛନ୍ତି ଅଧିପତି। ମାର୍ଚ୍ଚ 2 ତାରିଖ ଠାରୁ ଏକାଦଶରେ ରହୁଛନ୍ତି ଶନିଙ୍କ ସହିତ, ଶୁକ୍ର ଉଚ୍ଚସ୍ଥ ରହୁଛନ୍ତି। ଏହି ମାସରେ ସ୍ୱାସ୍ଥ୍ୟ କଥା ଯଦି କହିବି, ବୃଷ ରାଶି ପାଇଁ ସ୍ୱାସ୍ଥ୍ୟ ମଧ୍ୟମରୁ ଭଲ ରହିବ। ଶୁକ୍ର ସହିତ ଶନିଙ୍କର ସଂଯୋଗ ରହୁଥିବାରୁ ଥକାପଣ, ଶରୀର ଭାରି ଭାରି ଲାଗିବା, ଏନର୍ଜି ଲେଭେଲ୍ ଟିକେ କମ୍ ରହିବ। କିନ୍ତୁ ଶୁକ୍ର ଯେହେତୁ ନିଜେ ଷଷ୍ଠ ଭାବର ଅଧିପତି ଏବଂ ବୃହସ୍ପତିଙ୍କର ଦୃଷ୍ଟି ଷଷ୍ଠ ଭାବକୁ ଥିବାରୁ ରୋଗ ପ୍ରତିରୋଧକ ଶକ୍ତି ବଢ଼ିବ। ରୋଗର ଶୀଘ୍ର ରିକଭରି ହେବ। ରୋଗ ହେବ କିନ୍ତୁ ନିୟନ୍ତ୍ରଣ ଭିତରେ ରହିବ। ଶୁକ୍ର ଉଭୟ ଲଗ୍ନପତି ଏବଂ ଷଷ୍ଠ ଭାବର ଅଧିପତି। ଯେହେତୁ ଏକାଦଶରେ ରହୁଛନ୍ତି, ଶନିଙ୍କର ପ୍ରଭାବରେ ରହୁଛନ୍ତି, ବୋନ୍ ରିଲେଟେଡ୍ ଇସ୍ୟୁ, ଜଏଣ୍ଟ ପେନ୍, ଆଣ୍ଠୁ ଅଣ୍ଟାରେ ଯନ୍ତ୍ରଣା ମଧ୍ୟ ରହିପାରେ। ପୁରୁଣା କିଛି ରୋଗ ଯଦି ଅଛି ମୁଣ୍ଡ ଟେକିପାରେ। ଶୁକ୍ରଙ୍କର ପ୍ରଭାବରୁ ସୁଗାର, ହର୍ମୋନାଲ ଇନବାଲାନ୍ସ ମଧ୍ୟ ରହିପାରେ। ଶୁକ୍ର ଯେହେତୁ ମୀନ ରାଶିର ଉଚ୍ଚସ୍ଥ ଅଛନ୍ତି, ସେମିତି କିଛି ମେଜର ଇସ୍ୟୁ ହେବାର ନାହିଁ। କିନ୍ତୁ ହଁ, ଯେଉଁମାନଙ୍କ କୁଣ୍ଡଳୀରେ ଶୁକ୍ର ୱିକ୍ ଅଛନ୍ତି, ପାପ ପୀଡ଼ିତ ଅଛନ୍ତି, ତେବେ ସେମାନଙ୍କର ପ୍ରୋବ୍ଲେମ୍ ହୋଇପାରେ। ଯେଉଁମାନେ ଲଙ୍ଗ ଟର୍ମ ଡିଜିଜ୍ରେ ପୀଡ଼ିତ ଅଛନ୍ତି, ବୃହସ୍ପତିଙ୍କର ଦୃଷ୍ଟି ଷଷ୍ଠ ଭାବକୁ ରହିଛି ଏବଂ ଶୁକ୍ର ନିଜେ ଉଚ୍ଚସ୍ଥ ଥିବାରୁ ଚିକିତ୍ସା ଦ୍ୱାରା ରୋଗରେ ସୁଧାର ଆସିବ। ରୋଗର ସଠିକ୍ ଡାୟଗ୍ନୋସିସ୍ ହୋଇପାରିବ। ଡକ୍ଟରଙ୍କର ପରାମର୍ଶ ଏବଂ ମେଡ଼ିସିନ ଉଭୟ ରୋଗୀ ପାଇଁ ଲାଭକାରୀ ସାବ୍ୟସ୍ତ ହେବ। ଯଦି ରୁଟିନ୍ ଠିକ୍ ରଖନ୍ତି ତେବେ ସମସ୍ୟା ବିଶେଷ ହେବନି। ଓଭରଅଲ୍ ଯଦି କହିବି, ଏହି ମାର୍ଚ୍ଚ ମାସ ହିଲିଂର ମାସ। ହଠାତ୍ କିଛି ଚମତ୍କାର ନ ହୋଇପାରେ, କିନ୍ତୁ ନିଶ୍ଚିତ ସ୍ୱାସ୍ଥ୍ୟରେ ସୁଧାର ଆସିବ। ଆପଣ ସୁସ୍ଥ ରହିବେ। ସ୍ୱାସ୍ଥ୍ୟ ଅବସ୍ଥା 70 ରୁ 80% ଭଲ ରହିବ। ଏବେ ଆଲୋଚନା କରିବା ଶିକ୍ଷା ବିଷୟରେ। ପଞ୍ଚମ ଭାବ ଶିକ୍ଷାର ଭାବ, ବୁଦ୍ଧିର ଭାବ, ସ୍ମୃତିଶକ୍ତିର ଭାବ। ପଞ୍ଚମପତି ହେଲେ ବୁଧ, ଦଶମରେ ରାହୁ, ମଙ୍ଗଳ, ରବିଙ୍କ ସହିତ ଅବସ୍ଥାନ କରିଛନ୍ତି। ଶିକ୍ଷା ସହିତ କ୍ୟାରିୟର ଓରିଏଣ୍ଟେଡ୍ ଷ୍ଟଡି ଆପଣଙ୍କ ପାଇଁ ଭଲ ରହିବ ଏହି ମାସରେ। କମ୍ପିଟେଟିଭ୍ ଏକ୍ଜାମ୍, ଟେକ୍ନିକାଲ ଷ୍ଟଡି, ମ୍ୟାନେଜମେଣ୍ଟ, IT, ବିଜନେସ୍ ରିଲେଟେଡ୍ ସବଜେକ୍ଟ ପାଇଁ ଏହି ମାସ ଭଲ ରହିବ। ନିଜକୁ ପ୍ରୁଭ୍ କରିବା ପାଇଁ ଛାତ୍ରଛାତ୍ରୀମାନଙ୍କର ମନୋଭାବ ରହିବ। ଗୋଲ୍ ଆଚିଭ୍ କରିବା ପାଇଁ ପାଠପଢ଼ାରେ ଫୋକସ୍ଡ ରହିବେ। ଏହି ମାସରେ ଚ୍ୟାଲେଞ୍ଜିଂ ସାଇଡ୍ ହେଉଛି କ'ଣ ନା, ଯେହେତୁ ବୁଧ ଦ୍ୱାଦଶପତି ମଙ୍ଗଳଙ୍କ ସହିତ ରହୁଛନ୍ତି ଏବଂ ରାହୁ ମଧ୍ୟ ସେଠି ରହୁଛନ୍ତି ଦଶମରେ, ମେଣ୍ଟାଲି ଟିକେ ଡିଷ୍ଟର୍ବ ରହିପାରନ୍ତି। ମେଣ୍ଟାଲି ଟିକେ ଡିଷ୍ଟର୍ବ ଷ୍ଟୁଡେଣ୍ଟସ୍ ମାନେ ରହିପାରନ୍ତି। ଓଭର ଥିଙ୍କିଂ ରହିବ, କନଫ୍ୟୁଜନ୍ ମନରେ ସୃଷ୍ଟି ହେବ। କ୍ରୋଧ ଏବଂ ଅଧୈର୍ଯ୍ୟ ହେବା ଯୋଗୁଁ ଫୋକସ୍ ମଧ୍ୟ ଭାଙ୍ଗି ଯାଇପାରେ। ରବି ମାର୍ଚ୍ଚ 15 ପର୍ଯ୍ୟନ୍ତ ରହିବେ ଦଶମ ଭାବରେ। ଇଗୋ କ୍ଲାସ୍ ଚାଲିପାରେ। ଟିଚରଙ୍କ ସହିତ, ପ୍ୟାରେଣ୍ଟସ୍ଙ୍କ ସହିତ ଆର୍ଗୁମେଣ୍ଟ ମଧ୍ୟ ଏହି ପାଠପଢ଼ାକୁ ନେଇ ହୋଇପାରେ। ଅଧିକ ପ୍ରେସର ନେଲେ ପରଫର୍ମାନ୍ସ ଖରାପ ହୋଇଯାଇପାରେ। ଯେଉଁ ଛାତ୍ରଛାତ୍ରୀମାନେ ସ୍କୁଲରେ ଅଛନ୍ତି, ବିଶେଷ କରି ଅଷ୍ଟମରୁ ଦ୍ୱାଦଶ କ୍ଲାସରେ ଅଛନ୍ତି, ଟିକେ ସେମାନେ ସାବଧାନ ରହିବା ଦରକାର।
ଯେଉଁମାନେ ବୋର୍ଡ଼ ଏକ୍ଜାମ୍ ଦେଉଛନ୍ତି, ଏଣ୍ଟ୍ରାନ୍ସ ଏକ୍ଜାମ୍, ଯେଉଁମାନେ ବୋର୍ଡ଼ ଏକ୍ଜାମ୍ ଦେଉଛନ୍ତି, ଏଣ୍ଟ୍ରାନ୍ସ ଦେଉଛନ୍ତି, ରୁଟିନ୍ ୱାର୍କ ଠିକ୍ଠାକ୍ ନ ରହିଲେ ରେଜଲ୍ଟ ଉପରେ ପ୍ରଭାବ ପଡ଼ିବ। ଓଭରଅଲ୍ ଯଦି କହିବି, ଏହି ମାର୍ଚ୍ଚ ମାସ ବୃଷ ରାଶିର ପାଠପଢ଼ା ଭଲ ହେବ, କିନ୍ତୁ ଡିସିପ୍ଲିନ୍ ଏବଂ ପେସେନ୍ସ ଦରକାର। ଡିଷ୍ଟ୍ରାକ୍ସନକୁ କଣ୍ଟ୍ରୋଲ୍ କଲେ ଗୁଡ୍ ରେଜଲ୍ଟ ମିଳିବ। ଏବେ ଆଲୋଚନା କରିବା ଫାଇନାନ୍ସ ବିଷୟରେ। ଏହି ମାର୍ଚ୍ଚ ମାସରେ ବୃଷ ରାଶିର ବ୍ୟକ୍ତିବିଶେଷମାନଙ୍କର ଆର୍ଥିକ ସ୍ଥିତି କିପରି ରହିବ ସେ ବିଷୟରେ ଜାଣିବା। ଦ୍ୱିତୀୟ ଭାବ ଧନର ଭାବ, ଦ୍ୱିତୀୟାଧିପତି ହେଲେ ବୁଧ, ଦଶମରେ ରବି, ରାହୁ, ମଙ୍ଗଳଙ୍କ ସହିତ ଅଛନ୍ତି ଏବଂ ଦ୍ୱିତୀୟ ଭାବରେ ଅଛନ୍ତି କିଏ ନା ବୃହସ୍ପତି, ଏବଂ ନବମ ଦୃଷ୍ଟିରେ ଧନପତି ବୁଧଙ୍କୁ ଦେଖୁଛନ୍ତି। ବୃହସ୍ପତି ଯେହେତୁ ଦ୍ୱିତୀୟ ଭାବରେ ଅଛନ୍ତି, ଧନର ସୁରକ୍ଷା ଏବଂ ସ୍ଥିରତା ଦେଇଥାନ୍ତି। ଏହା ଧନ ଲାଭ ପାଇଁ ଗୋଟେ ଶୁଭ ସୂଚନା। ସଞ୍ଚୟ ବୃଦ୍ଧି ପାଇବ, ପୁରୁଣା ଅଟକିଥିବା ଟଙ୍କା ଫେରିବାର ସମ୍ଭାବନା ରହିଛି। ଧନପତି ବୁଧ କର୍ମସ୍ଥାନରେ ଥିବାରୁ ଏବଂ ବୃହସ୍ପତିଙ୍କର ଦୃଷ୍ଟି ପାଉଥିବାରୁ ଧନ କର୍ମ ମାଧ୍ୟମରେ ଆସିବ। ଜବ୍ରୁ ବିଜନେସ୍ରୁ ଇନକମ୍ ବଢ଼ିବ। ପ୍ରମୋସନ୍, ଇନସେଣ୍ଟିଭ୍ସ, କମିଶନ୍ ମାଧ୍ୟମରେ ଧନ ମିଳିବାର ସୁଯୋଗ ରହିଛି। ନ୍ୟୁ ପ୍ରୋଜେକ୍ଟ କିମ୍ବା ଏକ୍ସଟ୍ରା ରେସ୍ପନ୍ସିବିଲିଟିରୁ ଧନ ଲାଭ ହୋଇପାରେ। ଦଶମରେ ବୁଧ ସହିତ ରାହୁ, ମଙ୍ଗଳ, ରବି ରହିଥିବାରୁ ଭୁଲ ନିଷ୍ପତ୍ତି ଯୋଗୁଁ କିମ୍ବା ଯୁକ୍ତିତର୍କ ଯୋଗୁଁ, ଇଗୋ ଯୋଗୁଁ ଫାଇନାନ୍ସିଆଲ ଲସ୍ ହୋଇପାରେ। ସେଥିପ୍ରତି ଟିକେ ଧ୍ୟାନ ଦେବେ ଏ ମାସରେ। ବୃହସ୍ପତିଙ୍କର ଦୃଷ୍ଟି କିଛି ମାତ୍ରାରେ ରିକଭରି କରିଦେଇପାରେ। ବିଗ୍ ଇନଭେଷ୍ଟମେଣ୍ଟ ରଙ୍ଗ ୱେରେ କରନ୍ତୁ ନାହିଁ। ବୃହସ୍ପତିଙ୍କର ଶୁଭ ଦୃଷ୍ଟି ଯୋଗୁଁ ବିଗ୍ ଫାଇନାନ୍ସିଆଲ ଲସ୍ କିଛି ହେବାର ନାହିଁ, କିନ୍ତୁ ସଠିକ୍ ବାଟରେ ଟଙ୍କା ଖର୍ଚ୍ଚ ହେବା ନିହାତି ଦରକାର। ଓଭରଅଲ୍ ଯଦି କହିବି, ଇନକମ୍ ତ ଆସିବ, ଧନ ଆସିବ ଏବଂ ସମ୍ମାନ ମଧ୍ୟ ଆପଣଙ୍କୁ ମିଳିବ। ସେଭିଙ୍ଗସ୍ କମିପାରେ ଯଦି ଆପଣ ଖର୍ଚ୍ଚକୁ ନିୟନ୍ତ୍ରଣ ନ କରନ୍ତି। ଏବେ ଆଲୋଚନା କରିବା ଜବ୍ ଅର୍ ପ୍ରଫେସନ୍ ବିଷୟରେ। ଦଶମ ଭାବରେ ରବି, ବୁଧ, ମଙ୍ଗଳ ଏବଂ ରାହୁ। ଏହି ସଂଯୋଗ ମାର୍ଚ୍ଚ ମାସକୁ କ୍ୟାରିୟର ୱାଇଜ୍ ବହୁତ ଆକ୍ଟିଭ୍, ଡାଇନାମିକ୍ ଏବଂ ପ୍ରେସରଫୁଲ୍ କରିଦେବ। କାମର ଦାୟିତ୍ୱ ହଠାତ୍ ବଢ଼ିବ। ସିନିୟର ଅଥରିଟିଙ୍କ ନଜର ଆପଣଙ୍କ ଉପରେ ରହିବ। ନ୍ୟୁ ପ୍ରୋଜେକ୍ଟ, ନ୍ୟୁ ରୋଲ୍, ନ୍ୟୁ ରେସ୍ପନ୍ସିବିଲିଟି ଆପଣଙ୍କୁ ମିଳିପାରେ। ଦଶମରେ ରାହୁ ଥିବାରୁ ଅଫିସ୍ ପଲିଟିକ୍ସ, ହିଡେନ୍ କମ୍ପିଟିସନର ସମ୍ଭାବନା ମଧ୍ୟ ରହିଛି। ମାର୍ଚ୍ଚ 15 ପର୍ଯ୍ୟନ୍ତ ରବି ରହିବେ ଦଶମରେ, ତେଣୁ ମାସର ପ୍ରଥମ ଭାଗରେ ଲିଡରସିପ୍ ରୋଲ୍ ମିଳିବାର ସମ୍ଭାବନା ଅଧିକ ରହିଛି। ଗଭର୍ଣ୍ଣମେଣ୍ଟ, ଆଡମିନିଷ୍ଟ୍ରେସନ୍, ଅଥରିଟି ରିଲେଟେଡ୍ ଜବ୍ରେ ରେକଗ୍ନିସନ୍ ମିଳିବ। ବସ୍ଙ୍କ ସହିତ ଇଗୋ କ୍ଲାସ୍ ହେବାର ସମ୍ଭାବନା ରହିଛି। ଦଶମରେ ବୁଧ ଯେହେତୁ ଅଛନ୍ତି, ଯେଉଁମାନେ କମ୍ୟୁନିକେସନ୍, ମାର୍କେଟିଂ, ଟିଚିଂ, ଆଇଟି, ରାଇଟିଂ, କ୍ରିଏଟିଭ୍ ଫିଲ୍ଡରେ କାର୍ଯ୍ୟରତ ଅଛନ୍ତି, ସେମାନଙ୍କ ପାଇଁ ଭଲ ସମୟ ରହିବ। ଇଣ୍ଟରଭ୍ୟୁ, ମିଟିଂ, ପ୍ରେଜେଣ୍ଟେସନରେ ସକ୍ସେସ୍ ହେବାର ପସିବିଲିଟି ରହିଛି। କୌଣସି ଡିସିସନ୍ ନେବା ଆଗରୁ ଦୁଇଥର ଚିନ୍ତା କରନ୍ତୁ। ଦଶମରେ ମଙ୍ଗଳ ମଧ୍ୟ ଅଛନ୍ତି, ହାର୍ଡ଼ୱାର୍କ କରାଇବେ। ସେଲ୍ଫ କନଫିଡେନ୍ସ ଆପଣଙ୍କର ବଢ଼ିବ। ଆକ୍ସନ୍ ଓରିଏଣ୍ଟେଡ୍ କାମରେ ଆପଣ ସଫଳ ହେବେ। ଯେଉଁମାନେ ସ୍ପୋର୍ଟସରେ ଅଛନ୍ତି, ଫିଜିକାଲ୍ ଟ୍ରେନର ଅଛନ୍ତି, ଆଥଲେଟ୍ ଅଛନ୍ତି, ସେମାନଙ୍କ ପାଇଁ ଏହି ସମୟ ବହୁତ ଭଲ ରହିବ। କିନ୍ତୁ କ୍ରୋଧକୁ କଣ୍ଟ୍ରୋଲ କରନ୍ତୁ, ଅଧୈର୍ଯ୍ୟ ହେଲେ ପ୍ରୋବ୍ଲେମ୍ ହୋଇପାରେ। ରାହୁ ଆପଣଙ୍କୁ ଅନଲାଇନ୍ ୱାର୍କ, ଟେକ୍ନିକାଲ୍ ଫିଲ୍ଡରେ, ସଫ୍ଟୱେୟାର କ୍ଷେତ୍ରରେ ସଫଳତା ଦେବେ। ଫରେନ୍ କମ୍ପାନୀରେ ଜବ୍ ଲାଗିପାରେ, କିନ୍ତୁ ସର୍ଟକଟ୍ ଅନଏଥିକାଲ୍ ୱେରୁ ଦୂରେଇ ରୁହନ୍ତୁ। କର୍ମାଧିପତି ଶନି ଶୁକ୍ରଙ୍କ ସହିତ ଏକାଦଶରେ ରହୁଛନ୍ତି। ଲଙ୍ଗ୍ ଟର୍ମ ଗେନ୍, ଇନକମ୍ରେ ଗ୍ରୋଥ୍, ନେଟୱାର୍କ ସପୋର୍ଟ ଆପଣଙ୍କୁ ମିଳିବ। ଏହି ମାର୍ଚ୍ଚ ମାସରେ ସାଲାରୀ ଇନକ୍ରିମେଣ୍ଟର ଆଶା ଅଛି। ସିନିୟର ଅଫିସରଙ୍କ ଥ୍ରୁରେ, ରେଫରେନ୍ସରେ କିମ୍ବା ଫ୍ରେଣ୍ଡ ସର୍କଲରୁ ଆପଣଙ୍କୁ ଜବ୍ ଅପରଚ୍ୟୁନିଟି ଆସିପାରେ। ବୃହସ୍ପତିଙ୍କର ଦୃଷ୍ଟି ଦଶମ ଭାବକୁ ଥିବାରୁ ରଙ୍ଗ ଡିସିସନରୁ ରକ୍ଷା ମିଳିବ। ଏଥିକ୍, ରେସ୍ପେକ୍ଟ ଏବଂ ଗାଇଡାନ୍ସ ଆପଣଙ୍କୁ ମିଳିବ। କ୍ୟାରିୟରରେ ପଜିଟିଭ୍ ଡିରେକ୍ସନ୍ ଆପଣଙ୍କୁ ମିଳିବ। ଏବେ ଆଲୋଚନା କରିବା ଲଭ୍ ରିଲେସନ୍ ବିଷୟରେ। ପଞ୍ଚମ ଭାବ ଲଭ୍ ରିଲେସନ୍ର ଭାବ। ପଞ୍ଚମାଧିପତି ବୁଧ ଦଶମରେ ରବି, ମଙ୍ଗଳ, ରାହୁଙ୍କ ସହିତ ଅବସ୍ଥାନ କରିଛନ୍ତି। ବୃଷ ରାଶି ପାଇଁ ଏହି ମାର୍ଚ୍ଚ ମାସରେ ଲଭ୍ ଲାଇଫ୍ ଆଟ୍ରାକ୍ସନ୍ ଏବଂ ଟେନସନ୍ ଦୁଇଟା ଯାକ ରହିବ।
ସଠିକ୍ କଥାବାର୍ତ୍ତା ଏବଂ ସହନଶୀଳତା ରଖିଲେ ସମ୍ପର୍କ ଗଭୀର ହେବ। ପଞ୍ଚମାଧିପତି ବୁଧ ଦଶମରେ ଯେହେତୁ ରବି, ମଙ୍ଗଳ ଏବଂ ରାହୁଙ୍କ ସହିତ ରହୁଛନ୍ତି, ପ୍ରେମ ଜୀବନରେ ମିଶ୍ରିତ ଫଳ ମିଳିବ। ଯଦି ପଜିଟିଭ୍ ସାଇଡ଼୍ କଥା କହିବି ତେବେ କମ୍ୟୁନିକେସନ୍ ତ ଠିକ୍ଠାକ୍ ରହିବ। ପ୍ରେମ ସମ୍ପର୍କରେ କଥାବାର୍ତ୍ତା ବଢ଼ିବ। ୱାର୍କ ଫିଲ୍ଡରେ କାହା ପ୍ରତି ଆଟାଚମେଣ୍ଟ ମଧ୍ୟ ବଢ଼ିପାରେ। ମଙ୍ଗଳ ଯେହେତୁ ଏଠାରେ ଅଛନ୍ତି, ଆପଣଙ୍କ ଭିତରେ ଆଟ୍ରାକ୍ସନ୍ ଏବଂ ପ୍ୟାସନ୍କୁ ବଢ଼େଇବ। ରବି 15 ମାର୍ଚ୍ଚ ପର୍ଯ୍ୟନ୍ତ ବୁଧଙ୍କ ସହିତ ରହୁଥିବାରୁ ସେଲ୍ଫ କନଫିଡେନ୍ସ ବଢ଼ିବ ଏବଂ ଏହି ସମୟ ମଧ୍ୟରେ ଆପଣ ସାହସର ସହିତ ନିଜର ଲଭ୍ ଫିଲିଂସକୁ ଅପୋଜିଟ୍ ପାର୍ଟନରଙ୍କୁ କହିଦେଇପାରନ୍ତି। ସେହିପରି ନେଗେଟିଭ୍ ସାଇଡ଼୍ ବି ରହିଛି। ଛୋଟ କଥାରେ ଝଗଡ଼ା ହୋଇପାରେ। ମିସ୍ଅଣ୍ଡରଷ୍ଟାଣ୍ଡିଂ ହେବ ରାହୁ ଯୋଗୁଁ। ଲଭ୍ ପାର୍ଟନରଙ୍କ ଉପରେ ସନ୍ଦେହ ମଧ୍ୟ ଆସିପାରେ। ମନରେ କନଫ୍ୟୁଜନ୍ କ୍ରିଏଟ୍ ହେବ। ସିକ୍ରେଟ୍ ରିଲେସନସିପ୍ ଏହି ସମୟ ଭିତରେ ରିଭିଲ୍ ହୋଇଯାଇପାରେ। ଥାର୍ଡ଼ ପର୍ସନଙ୍କର ଇଣ୍ଟରଫିୟରେନ୍ସ ଲଭ୍ ଲାଇଫ୍ରେ ପ୍ରୋବ୍ଲେମ୍ ଆଣିପାରେ। ବୁଧ ସହିତ ଯେହେତୁ ଏତେ ଗୁଡ଼ିଏ ଗ୍ରହ ସଂଯୋଗ ହୋଇଛି, ଓଭର ଥିଙ୍କିଂ ତ ରହିବ। ରଙ୍ଗ ଡିସିସନ୍ ବି ଆପଣ ନେଇଯାଇପାରନ୍ତି। ଯେଉଁମାନେ ସିଙ୍ଗିଲ୍ ଅଛନ୍ତି, ଇନଷ୍ଟାଣ୍ଟ ଲଭ୍ ଆଫେୟାର ଷ୍ଟାର୍ଟ ହୋଇପାରେ। କାହା ପ୍ରତି ଆଟ୍ରାକ୍ସନ୍ ବଢ଼ିପାରେ, କିନ୍ତୁ ସାଙ୍ଗେ ସାଙ୍ଗେ କମିଟ୍ କରିବାଟା ଆପଣଙ୍କ ପକ୍ଷରେ ଠିକ୍ ହେବନି। ଫାଷ୍ଟ ଫ୍ରେଣ୍ଡସିପ୍, ତାପରେ ଲଭ୍ ଆପଣଙ୍କ ପାଇଁ ଠିକ୍ ହେବ। ଯେଉଁମାନେ ଅଲରେଡ଼ି ଲଭ୍ ରିଲେସନ୍ରେ ଅଛନ୍ତି, ଟାଇମ୍ ମ୍ୟାନେଜମେଣ୍ଟ ଅଭାବରୁ ପାର୍ଟନର ଅପସେଟ୍ ରହିବେ। ଇଗୋ ଆଙ୍ଗର କଣ୍ଟ୍ରୋଲ୍ ନ କଲେ ବ୍ରେକଅପ୍ର ଯୋଗ ରହିଛି। ଯଦି ଅନେଷ୍ଟ କମ୍ୟୁନିକେସନ୍ ରଖିଲେ ତେବେ ସମ୍ପର୍କ ବଞ୍ଚିବ। ଏବେ ଆଲୋଚନା କରିବା ବୈବାହିକ ଜୀବନ ବିଷୟରେ। ସପ୍ତମ ଭାବ ବୈବାହିକ ଜୀବନର ଭାବ। ସପ୍ତମାଧିପତି ମଙ୍ଗଳ ଦଶମରେ ଅବସ୍ଥାନ କରିଛନ୍ତି। ଦାମ୍ପତ୍ୟ ଜୀବନରେ ଦାୟିତ୍ୱ ବଢ଼ିବ। ସ୍ୱାମୀ ସ୍ତ୍ରୀ ଯଦି ଉଭୟ ଜବ୍ କରିଛନ୍ତି ତେବେ କାମ ଉପରେ ଅଧିକ ଫୋକସ୍ କରିବେ। ଯଦି କେହି ଜଣେ ଜବ୍ କରିଛନ୍ତି ତେବେ ପାର୍ଟନର ଆପଣଙ୍କୁ ସହଯୋଗ କରିବେ, ଆପ୍ରିସିଏଟ୍ କରିବେ। ସମାଜରେ ଦୁଇ ଜଣ ଯାକ ମିଶି ମର୍ଯ୍ୟାଦା ଏବଂ ପ୍ରତିଷ୍ଠା ପାଇପାରନ୍ତି। ସେହିପରି ନେଗେଟିଭ୍ ସାଇଡ଼୍ ଯଦି କହିବି, ମଙ୍ଗଳ କର୍ମ ଭାବରେ ଥିବାରୁ କାମର ଚାପ ବୈବାହିକ ଜୀବନକୁ ପ୍ରଭାବିତ କରିପାରେ। ରବି ସହିତ ମଙ୍ଗଳ ଥିବାରୁ ମାର୍ଚ୍ଚ 15 ମଧ୍ୟରେ ଇଗୋ କ୍ଲାସ୍, କଥା କଥାରେ କ୍ରୋଧ ଭାବ ଦେଖାଦେବ। ମୋ କଥା ଠିକ୍, ଏହି ମେଣ୍ଟାଲିଟି ଉଭୟଙ୍କ ଭିତରେ ରହିବ। ବିଶେଷ କରି ଛୋଟ ଛୋଟ କଥାକୁ ନେଇ ବାଦ ବିବାଦ ହୋଇପାରେ। ସପ୍ତମାଧିପତି ମଙ୍ଗଳ ରବି, ରାହୁ, ବୁଧଙ୍କ ସହିତ ଥିବାରୁ ଗଭର୍ଣ୍ଣମେଣ୍ଟ, ମ୍ୟାନେଜମେଣ୍ଟ, ବିଜନେସ୍ ସହିତ ଜଡ଼ିତ ଥିଲେ ଲାଭ ନିଶ୍ଚୟ ହେବ। ଏହି ମାସରେ ବୃଷ ରାଶିର କପୁଲମାନଙ୍କ ପାଇଁ ମୁଖ୍ୟ ଚ୍ୟାଲେଞ୍ଜ ରହିବ କ୍ରୋଧ, ଇଗୋ, ମିସ୍ଅଣ୍ଡରଷ୍ଟାଣ୍ଡିଂ, ଅଫିସ୍ ୱାର୍କକୁ ନେଇ ଆର୍ଗୁମେଣ୍ଟ, ମେଣ୍ଟାଲ ଷ୍ଟ୍ରେସ୍ ବୈବାହିକ ଜୀବନକୁ ପ୍ରଭାବିତ କରିବ। ଏହି ମାର୍ଚ୍ଚ ମାସର ମଧ୍ୟଭାଗରୁ ଅଧିକ ସାବଧାନ ରହିବା ଦରକାର। ସାଧାରଣତଃ ଛୋଟ କଥାରୁ ଭୁଲ ବୁଝାବୁଝି ହୋଇପାରେ। ଛୋଟ ଛୋଟ କଥାକୁ ନେଇ ଝଗଡ଼ା ହୋଇପାରେ। ଡୋମିନେଟିଂ ଟେଣ୍ଡେନ୍ସି ରହିବ ଏବଂ ପାର୍ଟନରଙ୍କୁ ସମୟ ନ ଦେବା, ଏଇଭଳି କିଛି ସମସ୍ୟା ଦେଖାଦେଇପାରେ। ସଂକ୍ଷେପରେ କହିବାକୁ ଗଲେ କ୍ୟାରିୟରରେ ଡେଭଲପମେଣ୍ଟ ରହିବ, କିନ୍ତୁ ରିଲେସନସିପ୍ ପାଇଁ ପେସେନ୍ସ ଦରକାର, ଅଣ୍ଡରଷ୍ଟାଣ୍ଡିଂ ଦରକାର। ବୃଷ ରାଶିର ବ୍ୟକ୍ତିବିଶେଷମାନେ ପ୍ରତିକାର କ'ଣ କରିବେ? ପ୍ରତ୍ୟେକ ଦିନ ସୂର୍ଯ୍ୟଦେବଙ୍କୁ ଗୁଡ଼ ମିଶ୍ରିତ ଜଳରେ ଲାଲ ଫୁଲ ମିଶାଇ ଅର୍ଘ୍ୟ ଦିଅନ୍ତୁ। ଫଳରେ ଧନ ସମ୍ମାନ ବୃଦ୍ଧି ସହିତ ନେଗେଟିଭିଟି କମିବ। ଯେଉଁମାନଙ୍କର ଜବ୍ରେ, ବିଜନେସ୍ରେ ପ୍ରୋବ୍ଲେମ୍ ଚାଲିଛି, ପ୍ରତି ଶନିବାର ଦିନ ଶନି ମନ୍ଦିରରେ ସୋରିଷ ତେଲର ଦୀପଟିଏ ଜାଳନ୍ତୁ ଏବଂ ଓଂ ସଂ ଶନିଶ୍ଚରାୟ ନମଃ ମନ୍ତ୍ରକୁ 108 ଥର ଜପ କରନ୍ତୁ। ଦେଖିବେ ଧୀରେ ଧୀରେ ସମସ୍ୟା ଦୂର ହେବ। ଆପଣଙ୍କର ରାଶ୍ୟାଧିପତି ହେଉଛନ୍ତି ଶୁକ୍ର। ତେଣୁ ପ୍ରତ୍ୟେକ ଦିନ ଶୁକ୍ରଙ୍କର ବୀଜ ମନ୍ତ୍ରକୁ ଜପ କରନ୍ତୁ। ମନ୍ତ୍ରଟି ହେଲା ଓಂ ଦ୍ରାଂ ଦ୍ରିଂ ଦ୍ରୌଂ ସ ଶୁକ୍ରାୟ ନମଃ। ଦୈନିକ 108 ଥର ଜପ କରନ୍ତୁ। ମା ଲକ୍ଷ୍ମୀଙ୍କର ଉପାସନା କରନ୍ତୁ। ଏହା କରିବା ଫଳରେ ସମ୍ପର୍କରେ ମଧୁରତା ଆସିବ, ବୈବାହିକ ଜୀବନରେ ସୁଖ ଶାନ୍ତି ଲାଭ ହେବ। ପ୍ରତ୍ୟେକ ଦିନ ଗୋଟିଏ ଗାଈକୁ ରୁଟି କିମ୍ବା ଭାତ ନିୟମିତ ଭାବରେ 21 ଦିନ ପର୍ଯ୍ୟନ୍ତ ଖାଇବାକୁ ଦିଅନ୍ତୁ ଏବଂ ଗୃହର ପୂର୍ବ ଦିଗରେ ଘିଅ ଦୀପ ଜାଳନ୍ତୁ। ନିଶ୍ଚିତ ଭାବରେ ସବୁ ସମସ୍ୟାର ସମାଧାନର ରାସ୍ତା ଆପଣଙ୍କୁ ମିଳିଯିବ। ବନ୍ଧୁଗଣ,
ଏହା ଥିଲା 2026 ମସିହା ମାର୍ଚ୍ଚ ମାସର ବୃଷ ରାଶିର ଭାଗ୍ୟଫଳ ବିଷୟରେ ଆଲୋଚନା। ଯଦି ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଥାଏ ତେବେ ଲାଇକ୍ କମେଣ୍ଟ ସେୟାର କରିବା ପାଇଁ ଜମାରୁ ବି ଭୁଲିବେ ନାହିଁ। ପୁଣି ଆସିବି ଆଉ ଏକ ନୂଆ ଅଧ୍ୟାୟକୁ ନେଇ। ସେ ପର୍ଯ୍ୟନ୍ତ ରହୁଛି। ନମସ୍କାର।